କାନ୍ଦିଛ, କେତେବେଳେ ବୃକ୍ଷ ହେଇକି କାନ୍ଦିଛ, କେତେବେଳେ ପୋକ ହେଇକି କାନ୍ଦିଛ, କେତେବେଳେ ଜୋକ ହେଇକି କାନ୍ଦିଛ, କେତେବେଳେ ଘୋଡ଼ା ହେଇକି କାନ୍ଦିଛ, କେତେବେଳେ ପଶୁ ପକ୍ଷୀ ଇତ୍ୟାଦି ଇତ୍ୟାଦି କ'ଣ 84 ଲକ୍ଷ ଯୋନି ଭ୍ରମି 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 ଗତି ଆଉ ନାହିଁ ପାଇକି ଅଛି। ମୋ ପ୍ରଭୁ ଦିଅ ତବ ପ୍ରେମ, ତୁମେ ପ୍ରେମ ଦେଲେ ମୁଁ ହୋଇବି ପ୍ରେମୀ। ଦିଅ ତବ ପ୍ରେମ ସର୍ବ ଅନ୍ତର୍ଯ୍ୟାମୀ ନାଥ ପୁରୁଷୋତ୍ତମ। କୋଉଦିନ ଜାଣିଲ? ତୁମ ନାମ ଯେତେବେଳେ ଗୁରୁ ଶୁଣାଇଲେ ଏ କର୍ଣ୍ଣ ବେଳେ, ମୋ ପ୍ରାଣନାଥ ଭାଗ୍ୟକୁ ତ ସେ ମିଳେ। ଆଚ୍ଛା ମା, ଭାଗ୍ୟଟା କେମିତି ଆସିବ? ପୂର୍ବଜନ୍ମର କର୍ମରୁ ଭାଗ୍ୟ ଆସିଲା। ଏଇ ତମକୁ ଦିଆଗଲା ଯତିନି, ତୁ ହଉଛୁ ତୋ ବାପା ନା ଲିଆ, ତୋ ନା ଏୟା, ତୁ ସୁକାନିମା, ତୋ ବାପା ନା ଏୟା। ବାପା ମା ଯେତେବେଳେ ତମର 21 ନାଁଟି ଦିଆଗଲା ଷ୍ଟାମ୍ପ ଦେଇକି, ଏ ନା ସୁକାନ୍ତି ଦିଅ, ଆନା ରାମ ଦିଅ, ଆନା। ହେଲେ ଏଇ ନାମଟାକୁ ଯେତେବେଳେ ବାହ୍ୟ ଜଗତ ଦେଇଦେଲେ, ବାସ୍ତବରେ ତାଙ୍କ ଜୀବନରେ ସେ ଖୋଜିଲା। କାହିଁ ପାଠ ପଢ଼ି ତ କିଛି ପାଇଲେନି। ପାଠ ପଢ଼ିଲେ ଏୟା ହବ, ବାପା ମା ତ ଏହା ଶିଖେଇଲେ, ପାଠ ବିଦ୍ୟାଗୁରୁ ତ ଏହା ଶିଖେଇଲେ, କର୍ଣ୍ଣଗୁରୁ ତ କୃଷ୍ଣ ମନ୍ତ୍ର ଦେଲେ। କିନ୍ତୁ ବାସ୍ତବିକ କୃଷ୍ଣ କୋଉଠି ଅଛନ୍ତି ମୋତେ ଜାଣିବାକୁ ପଡ଼ିବ। ଯେତେବେଳେ ବ୍ୟାକୁଳତା ହେଲା, ଗୁରୁ କୃପା କରିକି ଆଥରେ ସଦ୍ଗୁରୁ ମାଧ୍ୟମରେ ତମକୁ ଦୀକ୍ଷା ପ୍ରଦାନ କଲେ। ସେଇଟା ପୁଣି କ'ଣ ନା ଭାଗ୍ୟକୁ ଦୋଷ ମିଳେ। ଆଚ୍ଛା ଏଇ ଜୟପୁରରେ, ଏଇ କୋରାପୁଟରେ ହଜାର ହଜାର ଲୋକ ଅଛନ୍ତି, କାହିଁ ତମେ 50 ଜଣ ହେଲ, ଆଉ କାହିଁ ହେଲେନି? ନା ଠାକୁରେ ମୋର 50 ଜଣ ମୋ ନିଜର ଲୋକ, କି 100 ଜଣ ନିଜର ଲୋକ, କି ମୋର ଶରଣାଗତ ହେବା ପାଇଁ ଯିଏ ଆସିଲେ ମୋ ନିଜ ଲୋକ, ତାଙ୍କୁ ନିଜ ନାମଟି ଦେଲେ। ଏ ନିଜ ନାମଟା କ'ଣ ନା ମୋ ଘଟରେ ପ୍ରଭୁ ଅଛନ୍ତି, ଏ ଘଟରେ ତୁ ଘଟବାସୀକୁ କର୍ମଫଳଟି ସମର୍ପଣ କରିକି ସଂସାର ରହିଲେ ବି ସନ୍ନ୍ୟାସୀ। ସନ୍ନ୍ୟାସୀ କର୍ମ କ'ଣ କହିଲୁ ମା? ସବୁ ଯାକ ତାଙ୍କ ଚରଣ ତଳେ ନ୍ୟାସ କରିଦେବା। କ'ଣ ନ୍ୟାସ କରୁଛ? ଠାକୁର ତ ଗୁରୁ ପାଦ ପଦ୍ମ ନୌକା, ଗୁରୁ ପାଦ ପଦ୍ମ ନୌକା ବୋଲି ଆମେ କୋଉଟା ଭାବୁଥିଲେ? ଆମେ ଏଇଟା ଭାବୁଥିଲେ, କିନ୍ତୁ ଗୁରୁ ପାଦ ପଦ୍ମ ନୌକା ଏଇଠି। ଏଇ ପାଦକୁ ଧରିକିରି ସ୍ମରଣ କରେ, ଶ୍ରୀଗୁରୁ ସୁମରି ନାବରେ ବସ, ସିନ୍ଧୁ ପାର ହୋଇବା ଆସ, ଶ୍ରୀଗୁରୁ ସୁମରି ନାବରେ ବସ, ଧର୍ମ ନାବେ ବସି। ଏ ଶରୀରଟା ହଉଛି ଧର୍ମ ନାହିଁ। ସଂସାରେ ଆଉ କିଏ ଭାଗ୍ୟବାନ ନାହିଁ। ସଂସାରେ ଯିଏ ଧର୍ମ ନାମରେ ବସିକିରି ଗୁରୁଙ୍କୁ ସ୍ମରଣ କରିକିରି ଗୁରୁ ତତ୍ତ୍ୱ ମାଧ୍ୟମରେ ସମସ୍ତ କର୍ମଫଳାକୁ ଗୀତାର ତତ୍ତ୍ୱ ମାଧ୍ୟମରେ ଯତ୍ କରୋସି ଯଦସ୍ନାସି ଯଜୁହସି ଦଦାସି ଯତ୍ ତପସ୍ୟାସି କୌନ୍ତେୟ ତତ୍କୃଷ ମଦର୍ପଣ। ତୁ ସେଇଆ କରିକି ମଦ ଅର୍ପଣ କରେ। କୃଷ୍ଣ ରୂପରେ ଗୁରୁ ଆସିଲେ, ଭଗବାନ ବନ୍ଦେ କୃଷ୍ଣ ଜଗତଗୁରୁ ଅର୍ଜୁନକୁ ବୁଝେଇଦେଲେ। ତତ୍ତ୍ୱ ଅର୍ଜୁନ ଜାଣିଗଲା ପରେ ସମ୍ପୂର୍ଣ୍ଣ ଏ ପ୍ରଥମ ବିଶାଳ ଯୋଗରୁ ମୁଖ୍ୟ ଯୋଗ ପର୍ଯ୍ୟନ୍ତ ତତ୍ତ୍ୱକୁ ବୁଝିବା ପାଇଁ ଏଇ ଯୋଉ ତତ୍ତ୍ୱ ଠାକୁର ଦେଇଛନ୍ତି, ଅର୍ଜୁନ ବିଶାଳ ଯୋଗ, ତାପରେ ସାଂଖ୍ୟ ଯୋଗ, କର୍ମ ଯୋଗ, ଜ୍ଞାନ ଯଜ୍ଞ, ଏ ସନ୍ନ୍ୟାସ କର୍ମ ଯୋଗ, ପୁଣି ଇତ୍ୟାଦି ଇତ୍ୟାଦି ହେଇକି ଶେଷ ପର୍ଯ୍ୟନ୍ତ ଭକ୍ତି ଯୋଗ, ବୈରାଗ୍ୟ, ସବୁ ପ୍ରକାର ସରିକି ମୁଖ୍ୟ ଯୋଗ ଶିଖେଇଲେ। ଲାଷ୍ଟ କହିଲେ ଏଗୁଡ଼ା ତ୍ୟାଗ କରିଦେ। ଆଜ୍ଞା ଆପଣ ଏତେ ସବୁ କହିଲେ ନା, ଜାଣିଗଲୁ ନା ଏଗୁଡ଼ା ସର୍ବଧର୍ମ ପରିତ୍ୟଜ୍ୟ, ସବୁ ଧର୍ମ ମତେ ତ୍ୟାଗ, ଜାଣିଗଲୁ ମତେ ନା, ମତେ ଜାଣିଗଲୁ। କେମିତି ଜାଣିଗଲୁ? ଗୁରୁ ରୂପରେ ବତେଇ ଦେଲେ, ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣ ବ୍ରଜ, ସବୁ ଧର୍ମକୁ ତ୍ୟାଗ କରି ମୋର ଶରଣ ବ୍ରଜ ହେଇଯା। ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣ ବ୍ରଜ ଅହଂ ତାଂ ସର୍ବ ପାପେଭ୍ୟୋ ମୋକ୍ଷେ ସାୟମାଶ୍ଚ। ମୁଁ ଆଉ ତୁ କ'ଣ ତୁ ଜାଣିଗଲୁ ନା ଅର୍ଜୁନ? ତାପରେ ମୋକ୍ଷ ପାଇଁ ଚିନ୍ତା କରନା, ସୂଚନା କରନା, ମୁଁ ତୋର ଶରଣାଗତ, ହେ ପ୍ରଭୁ ମୁଁ ତୋର ଶରଣାଗତ ହେଇଗଲି। ଏତିକି କହ, ମୁଁ ତୋର ହେଇଗଲି। ତୁ ଯୋଉଦିନ ମୋର ହେଇଗଲୁ, ମୁଁ ତୋତେ ଆପଣ ନେଇଗଲି, ତାପରେ ତୁ ମୋକ୍ଷ ହେଇଗଲୁ। ଲାଷ୍ଟରେ କହିଲି ଏ ସଂସାରଟା ଧର୍ମକ୍ଷେତ୍ର। କ'ଣ ଧର୍ମକ୍ଷେତ୍ର କୁହାଯାଇଛି? ଧର୍ମକ୍ଷେତ୍ରେ କୁରୁକ୍ଷେତ୍ର ସମବେତା ଯୁଜୁଚ୍ଛବ ମାମକା ପାଣ୍ଡବ ଶୈବ କିମ କୁରୁବର୍ତ୍ତ ସଞ୍ଜୟ। ସଞ୍ଜୟଙ୍କର ଧୃତରାଷ୍ଟ୍ର କହିଲେ ମୁଁ ଦେଖିପାରିନି ମହାଭାରତ ଯୁଦ୍ଧ,
ସଞ୍ଜୟକୁ ଆଖିଟା ଦିଅ। ସଞ୍ଜୟ ଦିବ୍ୟ ଜ୍ଞାନ ବଳ ଦେଖିକିରି ସେ ପଚାରୁଛନ୍ତି ଏ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଭିତରେ କ'ଣ କ'ଣ କରୁଛନ୍ତି ପାଣ୍ଡବ ସେନା ଆଉ କୌରବ ସେନା। ଆମ ମନ ଭିତରେ ଏଇଟା ଗୋଟେ ଧର୍ମକ୍ଷେତ୍ର, ଆ ଭିତରେ କୁରୁ ସେନା ମାନେ କୁ ମନ ଗତି କ'ଣ କରୁଛି, ପାଣ୍ଡବ ସେନା ଏମାନେ କ'ଣ କରୁଛନ୍ତି। ହେ ସଞ୍ଜୟ ଦୁର୍ବୁଦ୍ଧି ଧୃତରାଷ୍ଟ୍ରକୁ ପଚାରୁଛନ୍ତି। ସଞ୍ଜୟ ଜ୍ଞାନ କହୁଛନ୍ତି ଗତିକୁ ଜାଣିଲେ ଠିକ୍ ଭାବରେ ଠିକ୍ ଖାଇବାର ଗତି, ସ୍ନାନ କରିବାର ଗତି, ଭୋଜନ କରିବାର ଗତି, ଗମନ କରିବାର ଗତି, ଶୟନ କରିବାର ଗତି, ଧ୍ୟାନ କରିବାର ଗତି। ଏ ସଂସାରେ ଗତିକି ଧଇଲେ ଗୀତାକୁ ବୁଝିବୁ। ଏଇ ଗୀତା ତତ୍ତ୍ୱ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ସୁନ୍ଦର ଭାବରେ ବୁଝେଇଲେ। କିନ୍ତୁ କାହିଁକି ବୁଝେଇଲେ? ଅଜ୍ଞ ଜୀବ ବୁଝିପାରୁନି, ସବୁ ପ୍ରକାର ତାକୁ କହି ଆସିଲେ। ରାଜନୀତି କଥା, ଭକ୍ତିନୀତି କଥା, ଭାବନୀତି କଥା, ସଂସାରରେ ଚଳିବା କଥା, କେମିତି ଏଥର ଦୁଃଖ ସୁଖ ସଂସାରରେ ମା କହିଲ। ତମେ କହିବ ଆଜ୍ଞା ମୁଁ ଟିକେ ନିରୋଳା ହେଲେ ଧ୍ୟାନ କରନ୍ତି, ଆଜ୍ଞା ମୁଁ ନିରୋଳା ହେଲେ ଏକାନ୍ତରେ ଭଗବାନଙ୍କୁ ଧ୍ୟାନ କରନ୍ତି। ଆରେ ସଂସାରଟା ତ ତମେ ଗୋଟେ ଜାଗାକୁ ଯିବ, ସମୁଦ୍ର କୂଳକୁ ଯାଇ ପଚାରିବ, ସମୁଦ୍ର କୂଳରେ ବସିବ। ଜଣେ ମହାତ୍ମା କହିଲେ ସମୁଦ୍ର କୂଳରୁ ଗଲା, ଆଉ ଜଣେ ପଚାରିଲା ଆରେ ସମୁଦ୍ର କୂଳରେ କ'ଣ ବସିଛୁ? ନା ଗାଧେଇବି। ଗାଧଉନୁ? ନା ସମୁଦ୍ର ଲହଡ଼ିଟା ବନ୍ଦ ହେଇଗଲେ ଗାଧେଇବି। ନା ସମୁଦ୍ର ଲହଡ଼ି ବନ୍ଦ ହବ ନା ତୁ ଗାଧେଇବୁ। ଏ କିଚିମିଚି ଖେଚାତାନି ଚାଲୁଥିବ, ପାଟିତୁଣ୍ଡ ବି ହଉଥିବ, ଏଇ ମାଣ୍ଡୋଳ କଳିକୁ ଯାହା ହଉଥିବ, ଏଗୁଡ଼ାକୁ ଭିତରେ ନ ପୋଷିକିରି ତମେ କହିବ ମୁଁ ଏଇ ଭିତରେ ରହିକି ପ୍ରଭୁଙ୍କୁ ଜାଣିବି। ଏଇ ତତ୍ତ୍ୱଟା କେଉଁଠି ଦେଲେ? ଗୃହେ ରହିଣ ପାର୍ଥ ବିହିତ କର୍ମ କରି। ସେଇ କର୍ମକୁ ପାର୍ଥ କେହି ନୁହନ୍ତି। ଶରୀରଟା ଭିତରେ ଛିଙ୍କ ଆସୁନି, ନା ଆଖିରୁ ନେନ୍ଦ୍ରା ଆସୁନି, ନା ଜ୍ୱର ହଉନି, ସବୁ ପ୍ରକାର ଶରୀର ଅଛି ମାନେ ହବ। ରୋଗର ଗନ୍ତାଘର, ମୋତେ ଏଇଟା ହେଲା ମୁଁ ଯାଇପାରିବିନି। ନାଇଁ, ମନକୁ ସୁଦୃଢ଼ତା କରି ମୁଁ ଧ୍ୟାନ କରୁଥିଲି ମାନେ ଆଜି ଯଦି ଅଧଘଣ୍ଟେ ନ ହେଲା ନାହିଁ ମୁଁ 10 ମିନିଟ୍ କରିବି। ଭଜନ କରୁଥିଲି ମାନେ 5ଟା ଭଜନ ନାହିଁ, ଗୋଟିଏ ଭଜନ ଗାଇ ଶୁଣିବି। ଆଜି ଶାସ୍ତ୍ର ଅଧ୍ୟୟନ ଗୀତା ପାଠ ମୁଁ କରୁଥିଲି, ଗୋଟେ ଅଧ୍ୟାୟ ନ କଲେ ନାହିଁ କିନ୍ତୁ ଗୋଟିଏ ପାରାଗ୍ରାଫ ପଢ଼ିବି। ଠାକୁର କ'ଣ କହୁଛନ୍ତି? ଅଳ୍ପ ସହଜେ ଅଳ୍ପ ସୂକ୍ଷ୍ମେ ପାଇବୁ ଯେବେ ଭଜ ତୁ ହରିନାମକୁ ଥରେ। ଅଳ୍ପ ଟିକେ ହଉ, ଠାକୁର କ'ଣ କହିବେ? ଯାହା ମୋତେ 5 ମିନିଟ୍ ତ ମନେ ପକେଇଛି ନା, ନାଇଁ ମୁଁ ମୂଳରୁ ଭୁଲିଯିବି। ସେ କ'ଣ କରିବେ? ତମେ ସ୍ନାନ କରୁଛ, ଭୋଜନ କରୁଛ, ଗମନ କରୁଛ, ସିଏ ମଧ୍ୟ ଘଟରେ କରୁଛନ୍ତି। ତାଙ୍କୁ ସେ ସମର୍ପିତ ଭାବରେ କହିକି ଚାଲିଲେ ସବୁ ଅସମ୍ଭବ ସମ୍ଭବ ହେବ। ଆଉ ତମେ କହିବ ଆଜ୍ଞା ମୁଁ ଏଇଟା ଦେଇଥିଲେ ଭଲ ହୁଅନ୍ତା, ମୁଁ ଦେଇପାରିଲିନି, ମୁଁ ତାଙ୍କୁ ଦେଉଛି। ଏଇ ସୂକ୍ଷ୍ମ ଅହଙ୍କାର ଆମକୁ ସେ ସାଧନ ପଥରେ ବାଧକ ସୃଷ୍ଟି କରିବ। ତେଣୁ ପ୍ରତ୍ୟେକ କର୍ମକୁ ସମର୍ପଣ କରି କରି ଗୃହରେ ଥାଅ, ଯୋଉଠି ଥାଉଛ ଥାଅ, ସମୁଦ୍ର ପାଣି, ସମୁଦ୍ର ଲହରୀ ଯେମିତି କମେନି, ଗାଁ ଗହଳି ବଜାର ବାଟରେ ଯୋଉଠି ରହିଲେ ବି ତମେ ଭାବନି ଯେ ମୁଁ ଏଇ ଗହଳି ପଳିରେ କିଛି ପାରିବିନି। ନାଇଁ, ସେଇଥିରେ ରହିକି ମୋତେ ପାରିବାକୁ ପଡ଼ିବ। ସମସ୍ତଙ୍କ କଥା ଶୁଣିକିରି ମୁଁ ଭଗବାନଙ୍କୁ ଭୁଲିବିନି। ହବନି, ଏଇଟା ଦୁର୍ବଳତା। ହବ, ଏଇଟା ସବଳତା। କହିଲୁ ଦେଖିବା କୋଉଟା ହେଇନି? ହବ, କିନ୍ତୁ ହବନି କାହିଁକି? ଭଗବାନଙ୍କୁ ତମେ କହିବ ଆଜ୍ଞା ଆମେ 5-6 ଘଣ୍ଟା ବସି ଧ୍ୟାନ କରୁ। ନାହିଁ, ଠାକୁର କେଡ଼େ ସୁନ୍ଦର ମାର୍ଗରେ ଲେଖିଛନ୍ତି। ଚାଲିଥିଲେ ଦେଖୁଥିବୁ ରେ, ବସୁଥିଲେ ଦେଖୁଥିବୁ, ଶୟନ କଲେ ଦେଖୁଥିବୁ, ଗମନ କଲେ ଦେଖିବୁ। ପୁଣି ତାକୁ ଭଜନ ମାଧ୍ୟମରେ ଲେଖିଲେ ଶୟନେ ସପନେ ଜାଗରଣେ ତତେ ଦେଖୁଥିବି ଚାହୁଁଥିବି ଜେଣେ। ତୁ କାହିଁକି ଅନ୍ୟ ଲୋକକୁ ଦେଖୁଛୁ ସେଠି? ନା, ସେଇଠି ମୋ ଠାକୁର ଅଛନ୍ତି। ଗଣେଶ ପାଖକୁ ଗଲେ ବି ସେ ମୋ ଠାକୁର, ମହାଦେବଙ୍କ ପାଖକୁ ଗଲେ ମୋର ସେ ଠାକୁର, କୃଷ୍ଣଙ୍କ ପାଖରେ ମଧ୍ୟ ମୋର ଠାକୁର, ରାମଙ୍କ ପାଖରେ ମଧ୍ୟ ସେ ଠାକୁର। ମୁଁ ଆଉ କାହାକୁ ପ୍ରଣାମ କରୁନି। ଶୟନେ ସପନେ ଜାଗରଣେ କେବଳ ମୁଁ ତୁମକୁ ଦେଖୁଛି। ସବୁ ଜାଗାରେ ଇଷ୍ଟକୁ ଦେଖିବା
ଭକ୍ତର କର୍ତ୍ତବ୍ୟ। ସମସ୍ତଙ୍କୁ ପ୍ରଣାମ କରିବା ଭକ୍ତର କର୍ତ୍ତବ୍ୟ। ପ୍ରଣାମ ଦ୍ୱାରା ନିବେଦନ ହେଇଗଲା ପରେ ଠାକୁର ଆପଣେଇ ନେଇଯାଆନ୍ତି। ଜୀବର ସମସ୍ତ ସଂସ୍କାରକୁ ପ୍ରଣାମ ମାଧ୍ୟମରେ ସମର୍ପଣ ମାଧ୍ୟମରେ ଭଗବାନ ନେଇଯାଆନ୍ତି। ଆଉ ଆମେ ତାଙ୍କୁ ପ୍ରଣାମ କରିବାନି, ତାଙ୍କୁ ସମ୍ମାନ କରିବାନି, ତାଙ୍କୁ ପୂଜାନୀତି କରିବାନି, ଆଉ କ'ଣ ଜନ୍ମ ମିଳିବ? ଠାକୁର କହିଲେ ମାନବ ଜନ୍ମ ଅଟେ ସାରରେ ବାଇବର, ଆଉ କି ମର୍ତ୍ତ୍ୟରେ ଜନ୍ମିଣ କରିବୁ ଖେଳ ଖବର। ନା ଆଉଥରେ ପୁଣି ଆଉଥରେ କେଉଁ ଜନ୍ମ କ'ଣ କୁଆଡ଼େ ନେଇଯିବ, କେଉଁ କର୍ମ ଠିକଣା ନାହିଁ। କେବେ ବି ଭାବେ ନା ଆଜି ତୋର ଯିଏ ସ୍ୱାମୀ ହେଇଛି କାଲି ସେ ପୁଅ ରୂପରେ ଆସିପାରିବ, କାଲି ଯଦି ପୁଅ ହେଇଛି କାଲି ନାତି ରୂପରେ ଆସିପାରିବ, କାଲି ସେ ମୋର ବାପା ହେଇଛି କାଲି ବନ୍ଧୁ ରୂପରେ ଆସିପାରିବ। ତେଣୁ କର୍ମ ଜନ୍ମ କର୍ମ ସେ ଦିବ୍ୟ, କେବଳ ଭଗବାନଙ୍କର ଜନ୍ମ କର୍ମ ଦିବ୍ୟ। ଆଉ ତା ତ ତତ୍ତ୍ୱରେ ଜାଣିବ। ଆଉ ଗୁରୁ କୃପା କରି ତତ୍ତ୍ୱ ଦେଲା ପରେ ଆମେ ଜାଣିନେ, ଭଗବାନ ଠାକୁର କ'ଣ କହିବେ? ସବୁ ସମୟରେ ଜଣାଉଛି ତୁ ଠାକୁରଙ୍କ ସାକ୍ଷାତ ଆସିବେ। ଠାକୁର ଗ୍ରନ୍ଥ ରୂପରେ ସାକ୍ଷାତ ରୂପରେ ଆମ ପାଖେ ପାଖେ ଭଜନ ମାଧ୍ୟମରେ ଅଛନ୍ତି। ସେ ଭଜନଟି ଗାଇବା ଭିତରେ ନିଜ ମନଟାକୁ ପ୍ରବେଶ କରିକି ତାର ଅର୍ଥଟାକୁ ଯଦି ବୁଝିବ ଆହୁରି ଆନନ୍ଦ ଅନୁଭୂତି ହେବ। ଭଜନରେ ଗାଇଦେଲେ ରହିଗଲା।